ନମସ୍କାର। ମୁଁ ସ୍ୱାଗତ କରୁଛି ଆପଣମାନଙ୍କୁ ମୋର ଏଇ ଚ୍ୟାନେଲକୁ ଆର୍ ଇଣ୍ଟେଲିଜେନ୍ସ। ନିଜର ବ୍ୟକ୍ତିଗତ କିଛି ସମସ୍ୟା ଆଉ ବ୍ୟସ୍ତତା ଭିତରେ ମୁଁ ଭିଡ଼ିଓ କରିପାରୁନି, ସମୟ ଦେଇପାରୁନି। ମନରେ ତ ବହୁତ କିଛି ପ୍ଲାନ୍ ଅଛି, ବହୁତ କିଛି ଯୋଜନା ଅଛି। ଆପଣମାନଙ୍କୁ କିଛି ଅଥେଣ୍ଟିକ୍ ଇନଫର୍ମେସନ୍ ସବୁବେଳେ ଦେବା ପାଇଁ ଚେଷ୍ଟା କରୁଛି। ଆଜି କିଛି ମୋବାଇଲ ନ୍ୟୁମରୋଲୋଜି ବିଷୟରେ ମୁଁ ମୋର ଏକ୍ସପିରିଏନ୍ସ ସେୟାର କରିବି। ଆପଣମାନଙ୍କୁ ଯଦି ଏକଥା ମୁଁ କୁହେ, ଆପଣମାନେ ଯୋଉ ମୋବାଇଲ ନମ୍ବର ଧରିକି ବୁଲୁଛନ୍ତି, ସିଏ ବି ଆପଣଙ୍କ ବିଷୟରେ ବେଶ କିଛି, ବହୁତ କିଛି ଅଥବା କିଛି କିଛି କଥା ଦର୍ଶାଇଥାଏ। ଆପଣଙ୍କର ପ୍ରେଜେଣ୍ଟ କଣ୍ଡିସନ ବା ପାଷ୍ଟ ବା ଫ୍ୟୁଚରର କିଛି କିଛି, ନଟ୍ ଏଭ୍ରିଥିଙ୍ଗ, କିଛି କିଛି ଜିନିଷ କହିହବ, ପ୍ରେଡିକ୍ସନ କରିବ। ଆମେ ଯୋଉ ଜିନିଷ ବି ୟୁଜ କରୁଛେ, ଘଣ୍ଟା ହଉ, ମାନେ ୱାଚ୍, ମୋବାଇଲ ନମ୍ବର, ଘର ନମ୍ବର, ଗାଡି ନମ୍ବର, ସବୁ ଜିନିଷର କିଛି ନା କିଛି ଏଫେକ୍ଟ ଆମ ଉପରେ ପଡେ। ସେଇ ରିଭର୍ସ ଇଞ୍ଜିନିୟରିଂ କଥା କହୁଛି। ଯଦି କିଛି ଏନର୍ଜି ମୋବାଇଲ ନମ୍ବର ଆପଣଙ୍କ ଉପରେ ଏଫେକ୍ଟ ପକାଉଛି, ଆପଣ ମୋବାଇଲ ନମ୍ବର ଚେଞ୍ଜ କଲେ ହୁଏତ ଏଫେକ୍ଟ କିଛି ବଦଳି ଯାଇପାରେ। ଗ୍ୟାରେଣ୍ଟେଡ, ବହୁତ କିଛି ତା ଭିତରେ କାରଣ ଅଛି, କିନ୍ତୁ ଏଫେକ୍ଟ ତ କମିଯିବ ଯଦି ଆପଣ ମୋବାଇଲ ନମ୍ବର ଚେଞ୍ଜ କରୁଛନ୍ତି। ମୋର ଜୀବନରେ ମୋବାଇଲ ନମ୍ବର ନେଇକି ବହୁତ ଏକ୍ସପିରିଏନ୍ସ ଅଛି, ମାନେ ମଜା ମଜା ଏକ୍ସପିରିଏନ୍ସ ଅଛି ମୋ ଜୀବନରେ। ଗୋଟେ ଦିଟା କଥା କହିବି। ମୁଁ ମୋବାଇଲ ୟୁଜ କରିବା ଆରମ୍ଭ କରିଥିଲି 2001 ମସିହାରେ, କିନ୍ତୁ 2005-6 ପରେ ଆସ୍ତେ ଆସ୍ତେ ଗୋଟେ ନମ୍ବର ଫିକ୍ସ ରହିଲା। ତାପରେ ଡୁଏଲ ସିମ୍ ଫୋନ ଯେତେବେଳେ ଆସିଲା, ମୁଁ ଆଉ ଗୋଟେ ଦିଟା ନମ୍ବର ନେଇଗଲି। ସର୍ବୋପରି ମୋ ପାଖରେ ତିନୋଟି ନମ୍ବର ଥିଲା। ଯେତେବେଳେ ମୋବାଇଲ ନ୍ୟୁମରୋଲୋଜି ପଢିଲି, ଶିଖିଲି, ଜାଣିଲି, ଏ ତିନିଟା ଯାକର ମୋର ମୋବାଇଲ ନମ୍ବର ଯାହା ଥିଲା, ଅଲମୋଷ୍ଟ 95% ତାର ପେଟେଣ୍ଟ ସେମ୍ ଥିଲା। ମୁଁ ତ କିଛି ଜାଣିନଥିଲି, ଦୋକାନକୁ ଯାଇଥିଲି, ଯାହା ଇଚ୍ଛା ହେଲା ଗୋଟେ ନେଇକି ଆସିଥିଲି, ମତେ ଯୋଉଟା ଭଲ ଲାଗିଥିଲା। ଆଉ ସେ ଭଲ ଲାଗିବା ହଉଛି ମୋର ଏନର୍ଜି। ସେ ପ୍ୟାଟର୍ନ ଭିତରେ ଗୋଟେ କଥା କହିବି, ଯୋଉଥିପାଇଁ ମାନେ ମୋର ହାର୍ଟ ଆଟାକ୍ ହେଇଥିଲା ବା ହାର୍ଟ ରିଲେଟେଡ୍ ଇସ୍ୟୁ ହେଇଥିଲା ବୋଲି କହିପାରିବି। ଭୁବନେଶ୍ୱର ଯେତେବେଳେ ରିଟାୟାର କଲା ପରେ ଆସିଥିଲି, ସେତେବେଳେ ଗୋଟେ ବ୍ୟାଙ୍କକୁ ଯାଇଥିଲି। ସେ ବ୍ୟାଙ୍କରେ କିଛି କାମ ଥିଲା। ସେ ଜଣେ ମ୍ୟାଡାମ ବସିଥିଲେ, ତାଙ୍କୁ ପଚାରିଲି ମୋର ଫରେକ୍ସ ରିଲେଟେଡ୍ କିଛି କାମ ଅଛି, ସେଗୁଡା କଣ କରିବ, କଣ କରାଯାଇ ପାରିବ, ଆପଣ ଇସ୍ୟୁ କରୁଛନ୍ତି କି ଫରେକ୍ସ କାର୍ଡ? ସେ କହିଲେ ହଁ ସାର୍, ଆପଣ ଆସନ୍ତୁ, ଏଇ ଡକୁମେଣ୍ଟ ଦରକାର ପଡିବ, ଆସନ୍ତୁ, କାଲିକି ଆସନ୍ତୁ ବା ଆଫ୍ଟରନୁନକୁ ଆସନ୍ତୁ, 15-20 ମିନିଟ୍, 30 ମିନିଟ୍ ଭିତରେ ଆପଣ ସବୁ କିଛି ପାଇଯିବେ। ଠିକ ଅଛି। ତା ପରଦିନ 10ଟା, 10:30ରେ ଯିବି ବୋଲି କହିଥିଲି, କିନ୍ତୁ ଯାଇନଥିଲି। ତେଣୁ ସେ ମ୍ୟାଡାମ ମତେ ଫୋନ କଲେ ଆରାଉଣ୍ଡ 12ଟା ବେଳକୁ, ଯେ ସାର୍ ଆସିବି କହିଥିଲେ, ଆସିଲେନି କାହିଁକି? ମୁଁ ଅବଶ୍ୟ ସେତେବେଳେ ହିଁ ବାହାରୁଥିଲି ଯିବି ବୋଲି। ମୁଁ ଯାଇକି ପହଞ୍ଚିଲି, 15-20-25 ମିନିଟ୍ ଭିତରେ ମୋ କାମ ହେଇଗଲା। ତାପରେ ମ୍ୟାଡାମକୁ ପଚାରିଲି, ଗୋଟେ ୟଙ୍ଗ ଲେଡି ଥିଲା, ମ୍ୟାଡାମ କିଛି କଥା ପଚାରିବି, ପର୍ସନାଲ କଥା, ଆପଣ ଯଦି ମାଇଣ୍ଡ ନ କରିବେ ଆପଣ ୟେସ୍ କିମ୍ବା ନୋ ରେ ରିପ୍ଲାଏ ଦେବେ, ତାଠୁ ଅଧିକା କଥା କିଛି ଦରକାର ନାହିଁ ମୋର। ସେ କହିଲେ ସାର୍ ପଚାରନ୍ତୁ। ମୁଁ କହିଲି ମ୍ୟାଡାମ ଆପଣ ଲଭ୍ ମ୍ୟାରେଜ କରୁଛନ୍ତି କି? ସେ ମତେ ଏମିତି ଅନେଇଲେ। ସାର୍ ଆପଣ ତ କାଲି 1 ମିନିଟ୍ ଆସି ଠିଆ ହେଇଥିଲେ, କଥା ହେଇକି ପଳେଇଲେ, ଆଜି ତ ଆସିଲେ କିଛି କାମ କଲେ, ପର୍ସନାଲ କଥା ତ କିଛି ବି ନା ମୁଁ କହିଛି ନା ଆପଣ ପଚାରିଛନ୍ତି, ତଥାପି ଆପଣ କେମିତି ଜାଣିଲେ ଯେ ମୁଁ ଲଭ୍ ମ୍ୟାରେଜ କରିଛି କି? ମୁଁ କହିଲି ଆଉ କିଛି କଥା ପଚାରିବି, ଆପଣ ୟେସ୍ କିମ୍ବା ନୋ ରେ ଆନ୍ସର ଦେବେ, ତାପରେ କହିଲି କଣ। ଇଭେନ୍ ତାଙ୍କୁ ପଚାରିଥିଲି, ଆପଣ ଆଷ୍ଟ୍ରୋଲୋଜରକୁ କେବେ ଦେଖେଇଛନ୍ତି କି ଯେ ଆପଣ ମାଙ୍ଗଳିକ ବୋଲି? ବାସ୍ ପାର୍ସିଆଲ ମାଙ୍ଗଳିକ ବି ହେଇଥାଇ ପାରନ୍ତି। ସେ କହିଲେ ହଁ ସାର୍, ତିନି ଜଣ ଆଷ୍ଟ୍ରୋଲୋଜରକୁ ମୁଁ ଆଗରୁ ଦେଖେଇଛି, ସେମାନେ ସମସ୍ତେ କହିଛନ୍ତି ମୁଁ ମାଙ୍ଗଳିକ ବୋଲି। ତାପରେ ସେ ପଚାରିଲେ ସାର୍ ଆପଣ ଜାଣିଲେ କେମିତି? ନା ଆପଣ ମୋ ନାଁ ଜାଣିଛନ୍ତି, ନା ଡେଟ୍ ଅଫ ବାର୍ଥ ଜାଣିଛନ୍ତି, ନା ଜାତକ ଜାଣିଛନ୍ତି, କିଛି ତ ଜାଣିନାହାନ୍ତି, ତଥାପି ଏତେ କଥା କହିଲେ କେମିତି? ମୁଁ କହିଲି ଆପଣଙ୍କ ମୋବାଇଲ ନମ୍ବରରୁ କହୁଛି। ସେ ଆଶ୍ଚର୍ଯ୍ୟ ହେଇ ପଚାରିଲେ ମୋବାଇଲ ନମ୍ବର ବି ଏତେ ଜିନିଷ କହିପାରେ? ମୁଁ କହିଲି ୟେସ୍। ତେଣୁ ସେ କିଛି ଅଧିକା ଜାଣିବା ପାଇଁ ଚାହିଁଲେ। ମୁଁ କହିଲି କେତେବେଳେ ସୁବିଧା ପାଇଲେ ତାର ଗୋଟେ ଗ୍ରିଡ୍ ବନେଇଦେବି, ଆଉ ଆପଣଙ୍କୁ କିଛି କିଛି କଥା କହିବି। 2-4 ଦିନ ପରେ ତାଙ୍କୁ ଲେଖିକି ଦେଲି 8-10ଟା ପଏଣ୍ଟ। ଶେଷ କହିଲେ ସବୁ କଥା ଠିକ, କିଛି ଅସୁବିଧା ନାହିଁ, ସବୁ ଠିକ ଠାକ ହଉଛି, ମାନେ ସବୁ ଜିନିଷ ଆପଣ ଯାହା କହିଛନ୍ତି 100% ସତ କଥା। ଆଜ୍ଞା ହଁ, ଏଇଟା ସତ କଥା। ମୁଁ କହିଛି ମୁଁ ଗୋଟେ ସାଇନ୍ସ ଷ୍ଟୁଡେଣ୍ଟ, ଇଞ୍ଜିନିୟରିଂ ପାଠ ପଢିଛି, ଇଞ୍ଜିନିୟରିଂ ପିଏଚଡି କରିଛି, ଜୀବନ ସାରା ଇଞ୍ଜିନିୟରିଂ ସାଇନ୍ସ ଛଡା ଆଉ କିଛି ଜାଣିନି। ଆଜି ବି ମୁଁ ରେସନାଲି ଚିନ୍ତା କରେ, ଆନାଲିଟିକାଲି ଚିନ୍ତା କରେ, ବହୁତ ଲଜିକାଲ ଚିନ୍ତା କରେ, ତଥାପି ଏଇ ଶାସ୍ତ୍ରରେ ମୁଁ ବିଶ୍ୱାସ କରେ।
ତିନିଟା ମୋବାଇଲ ନମ୍ବର ଯୋଉ ପେଟେଣ୍ଟ ଥିଲା ସେଇଟା ମୁଁ ଯୋଉଟା ୟୁଜ କରୁଥିଲି କରି ଆସୁଥିଲି ସେଇଟା ହାର୍ଟ ଆଟାକ୍ ବା ଚେଷ୍ଟ ରିଲେଟେଡ୍ ଇସ୍ୟୁସ୍ ଦେଖାଉଥିଲା। ଯଦି ମୋବାଇଲ ନମ୍ବର 24 বা 42 ଲାଗି ଲାଗି ଅଛି ତାହେଲେ it is guaranteed you are associated with some stress related issues. ହୁଏତ ଆଜମା ଥାଇପାରେ বা ଲଙ୍ଗସ୍ ପ୍ରୋବ୍ଲେମ ବା ହାର୍ଟ ପ୍ରୋବ୍ଲେମ ଥାଇପାରେ। ଏଇଥିରେ ଆପଣଙ୍କର ଥିବ ବା ଆପଣଙ୍କର ନିଜ ଲୋକ ପାଖ ଲୋକ ଯାହା ସହିତ ଆପଣ ଆସୋସିଏଟେଡ ବାପା ମା ଭାଇ ଏମିତି ବା ନିଜ ଛୁଆ ବି ହେଇପାରେ ଡେଫିନେଟଲି ଥିବ ଆଜ୍ଞା। ଭଗବାନ କରନ୍ତୁ ଯଦି ନାହିଁ ପ୍ରେଡିକ୍ସନ୍ସ ଭୁଲ ହେଇଯାଉଛି ବା ଶାସ୍ତ୍ର ଭୁଲ ହଉଛି ଭଗବାନଙ୍କୁ ଧନ୍ୟବାଦ ଦିଅନ୍ତୁ ଆପଣଙ୍କ ପାଖରେ ନାହିଁ। ମୁଁ କହିଲି ନା ମୋର ତିନିଟା ଜାଗା ନମ୍ବର ଯୋଉ ତିନିଟା ମୁଁ ୟୁଜ କରୁଥିଲି 2005 ପରଠୁ ସବୁଥିରେ ଏଇ 2442 କମ୍ବିନେସନ୍ସ ଥିଲା କିନ୍ତୁ 8 ନଥିଲା। ଓକେ, ଯଦି 2 ଆଉ 4 ସ୍କାଟର୍ଡ ହେଇକି ଅଛି ମୋବାଇଲ ନମ୍ବରରେ ଆଉ 8 ନାହିଁ ଇଟ୍ ଇଜ ଓକେ, ଇଟ୍ ୱିଲ୍ ଗିଭ୍ ସମ୍ ଏଫେକ୍ଟ କିନ୍ତୁ ଅଧିକା ଦେବ ମାନେ ଅଧିକା ହାର୍ମ ଆପଣଙ୍କ ନ କରିପାରେ। କିନ୍ତୁ 42 ଆଉ 24 ଯଦି ଅଛି ଡେଫିନେଟଲି your energy carries some issues related to chest or heart area। ଆପଣଙ୍କ ଥାଇପାରେ, ମା ବାପାଙ୍କର ଥାଇପାରେ, କି ଆପଣ ସ୍ତ୍ରୀଙ୍କ ଥାଇପାରେ, କି ହଜବେଣ୍ଡର ଥାଇପାରେ, ଭାଇ ଭଉଣୀର ଥାଇପାରେ, ଯାହା ସହିତ ଆପଣ କ୍ଲୋଜଲି ଏସୋସିଏଟେଡ୍ ବା ରିଲେଟେଡ୍। ଏଇ କାଲି ଜଣେ ଆସିଥିଲେ SBI ଲାଇଫ ତାଲଚେରରୁ, ମୁଁ ତାକୁ ଦେଖିନଥିଲି ଜାଣିନଥିଲି କେବେ, ଏମିତି କହୁ କହୁ କହିଦେଲି। ସେ କହିଲେ ସାର୍ ମୋର ତ ଲାଷ୍ଟକୁ 42 ଅଛି, କାରଣ ମୋର ତ କିଛି ଅସୁବିଧା ହେଇନି, ନା ଆଜମା ଅଛି ନା ହାର୍ଟ ରିଲେଟେଡ୍ ଇସ୍ୟୁ ଅଛି। ବୋଲେ ଆପଣ ଘରେ କାହାର ନାହିଁ? ସେ ସାଙ୍ଗେ ସାଙ୍ଗେ କହିଲେ ମୋ ମାଙ୍କର ଆଜମା ଅଛି ବହୁତ ବର୍ଷ ହେଲାଣି। ସୋ ଦିସ୍ ଏନର୍ଜି ଇଜ ଏସୋସିଏଟେଡ୍। ଏଗେନ୍ ମୁଁ ତାଙ୍କୁ କହିଲି ଆପଣ ବୟସ ଏବେ 50 ଦେଇନି, ବଟ୍ ବି ଭେରି କେୟାରଫୁଲ ଫର୍ ୟୁ ଅଲସୋ। ତେଣୁ ଆଜିଠୁ ଆପଣ ସଂଯତ ଅବସ୍ଥାରେ ଖାଇବା ପିଇବା କୋଲେଷ୍ଟ୍ରଲ ଏସବୁ ଚେକ୍ କରିବା ନିହାତି ଦରକାର। ଇଟ୍ ଇଜ ଏ ଗାଇଡଲାଇନ୍, ଇଟ୍ ଇଜ ଏ ୱାର୍ନିଂ। ମୁଁ ଡରଉଛି ବୋଲି ଭାବିବନି, ଇଟ୍ ଇଜ ଏ ୱାର୍ନିଂ ହେଇପାରେ। ଆଜ୍ଞା ହଁ, ସତ କଥା। ଆଉ ଗୋଟେ କଥା କହୁଛି, ଯାହାର ଖାଲି ମୋବାଇଲ 24 ବା 42 ଅଛି ଆଉ 8 ନାହିଁ ସେମାନଙ୍କର ହିଁ କଣ ହାର୍ଟ ଇସ୍ୟୁସ୍ ବା ଆଜମା ରିଲେଟେଡ୍ ଇସ୍ୟୁସ୍ ସବୁ? ନା ଆଜ୍ଞା ସେମିତି ନାହିଁ। ଯଦି ଅଛି ରେଜଲ୍ଟ ହଉଛି ଅଛି, ଯଦି ନାହିଁ we have nothing to say on this। ହେଇପାରେ ନ ହେଇପାରେ, ତା ଉପରେ ଆମର ଗ୍ୟାରେଣ୍ଟି କିଛି ନାହିଁ, ହବନି ବୋଲି ଆମେ କହିପାରିବୁ ନାହିଁ। କିନ୍ତୁ 2442 ଅଛି ମାନେ ହବ ହବ ହବ। ଦ୍ୟାଟ୍ ମିନ୍ସ ୟୁ ଆର୍ ଆସୋସିଏଟେଡ୍ ୱିଥ୍ ଦ୍ୟାଟ୍ ଏନର୍ଜି। ଆପଣଙ୍କ ନ ହେଇପାରେ, ଆପଣ କ୍ଲୋଜ ରିଲେଟେଡ୍ କାହା ବି ହେଇପାରେ, କାରଣ ଆପଣ ଏନର୍ଜି ଆସୋସିଏଟ ହେଇକି ଅଛି। ସେଠୁ କର୍ମ ଉପରେ ନିର୍ଭର କରେ ଆପଣ କଣ କରୁଛନ୍ତି। ଯଦି ଜାଣିଲେ ଆପଣଙ୍କର ଫୋନ ନମ୍ବର 2442 ଅଛି, ଆଜ୍ଞା ଆଜ୍ଞା 100% ମୁଁ ଯେତେ ଚେକ୍ କରିଛି ଏଇଟା ସମସ୍ତେ ହଁ କରୁଛନ୍ତି, ଆଜମା ଅଛି ଅଦରୱାଇଜ ହାର୍ଟ ରିଲେଟେଡ୍ ଇସ୍ୟୁ ଅଛି। 100% ଗ୍ୟାରେଣ୍ଟେଡ ଦେଇକି କହୁଛି ଆଜ୍ଞା। ମୁଁ ଯେତେବେଳେ ମୋବାଇଲ ନମ୍ବର ନେଇଥିଲି 2005 ସେତେବେଳେ ତ କେହି ମତେ କହିଥାନ୍ତା ଯେ ୟୁ ହାଭ୍ ଟୁ ଫେସ୍ ୟୁର ହାର୍ଟ ରିଲେଟେଡ୍ ଡିଜିଜ୍, ମୁଁ ତ ହସି ଉଡେଇ ଦେଇଥାନ୍ତି ନିଜର। କିନ୍ତୁ ଆଇ ହାଭ୍ ସଫର୍ଡ ଦ୍ୟାଟ୍ ଡିଜିଜ୍। ତିନିଟା ଷ୍ଟେଣ୍ଟ ଲାଗିଛି, ତେଣୁ ସେ ତିନିଟା ଯାକ ମୋବାଇଲ ନମ୍ବର ମୁଁ କ୍ଲୋଜ କରିଦେଇକି ଆଉ ନୂଆ ନମ୍ବର ଏଜ୍ ପର୍ ମାଇ ସୁଇଟେବିଲିଟି ମୁଁ ନେଇଛି। ଆଜ୍ଞା ଏଇଟା ହୁଏ, ଏମିତି କଥା ହୁଏ, ହବନି କେମିତି? ହବ ନା, ପ୍ଲାନେଟ କଣ ଆପଣଙ୍କୁ ଛାଡ଼ିଦେବେ? ଆଉ ଗୋଟେ କଥା ବି କହୁଛି, ଗୋଟେ ବନ୍ଧୁ, ଆମେ ISC BSc ପଢୁଥିଲୁ, ବହୁତ ଦିନ ପରେ ଦେଖା ହେଇଥିଲା। ଆରାଉଣ୍ଡ 2 ବର୍ଷ ତଳେ ଗୋଟେ ସକାଳ ସକାଳ ଯୋଉ ଚା ଖଟି ହୁଏ, ସେ ଦେଖି ମତେ କହିଥିଲା ଆରେ ତମେ ମହେଶ୍ୱର ତ? ବୋଲେ ହଁ ବିଲକୁଲ ମହେଶ୍ୱର। ତାପରେ ମାନେ 1980 82 ପରଠୁ ତା ସହିତ କେବେ ଦେଖା ହେଇନଥିଲା। ଏନିୱେ ସେ ମନେ ରଖିଥିଲା, ମୁଁ ବି ମନେ ରଖିଥିଲି ତା ନା। କଥା ହେଲୁ, ସେ କହିଲା କଣ କରୁଛ? ମୁଁ କହିଲି ଏମିତି ପାଠ ପଢା ଚଲେଇଛି, କିଛି କିଛି କନସଲଟେସନ କରୁଛି, ରିଟାୟାରମେଣ୍ଟ ହେଇସାରିଛି, ତେଣୁ ଅଛି ଖୁସିରେ। ସେ କହିଲା ମୋ ଟିକେ ଜାତକ ଦେଖ। ସେ ଅଫକୋର୍ସ ତା ମୋବାଇଲରୁ ବାହାର କରିକି ଦେଖେଇଥିଲା ମତେ। ମୁଁ ବି ଚା ଦୋକାନରେ ଠିଆ ହେଇ କଣ ଦେଖିବି, କହିଥିଲି ଡୁ ୟୁ ହାଭ୍ ସମ୍ ହାର୍ଟ ରିଲେଟେଡ୍ ଇସ୍ୟୁସ୍? ସେ କହିଲା ନାଇଁ ସେମିତି କିଛି ନାହିଁ, କୋଲେଷ୍ଟ୍ରଲ ନାହିଁ, ଡାଇବେଟିସ୍ ଟିକେ ଅଛି, କିନ୍ତୁ BP ନାହିଁ, କିଛି ନାହିଁ, ସେମିତି ନାହିଁ। ବୋଲେ ଭଲ କଥା, ଭଗବାନ ଆପଣ ମାନେ ଭଗବାନ ଭଲ କରନ୍ତୁ, କିଛି ନ ହଉ। ପରେ ମୁଁ ଯେତେବେଳେ ଭାବିଲି why that prediction goes wrong, ଗୋଟେ କମ୍ବିନେସନ ଅଛି, ସେ କମ୍ବିନେସନରେ ଦେଖଉଛି। ତାପରେ ଦିନେ ମେସେଜ କଲି, ଆରେ ଭାଇ ତୋ ସାନ ଭାଇ କିଏ ଅଛନ୍ତି? କହିଲା, ହଁ ଅଛନ୍ତି। ହାଉ ଦେୟାର ଲାଇଫ୍ ଇଜ ୱେଲ୍ ଟୁ ଡୁ, କିଛି ଅସୁବିଧା ନାହିଁ, ଖୁସିରେ ଅଛନ୍ତି, ଠିକ ଠାକ ଚାଲିଛି, ସେମିତି କିଛି ହେଲ୍ଥ ଇସ୍ୟୁସ୍ ମେଜର ନାହିଁ, ଏଭରିଥିଙ୍ଗ ଇଜ ଫାଇନ୍। ଠିକ ଅଛି। କିନ୍ତୁ ପାଖାପାଖି 8 9 ମାସ ତଳେ ମୁଁ ଶୁଣିଲି ଯେ ତାର ଝିଅର ହଜବେଣ୍ଡ ମାନେ ଦାମାଦ ଜ୍ୱାଇଁ ପୁଅ ବାହାଘର 7 8 ମାସ ପରେ
ଏକ୍ସପାୟାର କରିଯାଇଛନ୍ତି କିଛି ଗୋଟେ ସିରିୟସ୍ ଡିଜିଜ୍ରେ, ଲିଭର ରିଲେଟେଡ୍ ସମଥିଙ୍ଗ। ମୁଁ ବୁଝିଗଲି। ଯୋଉ କମ୍ବିନେସନ ଦେଖିକିରି କହିଥିଲେ ହାର୍ଟ ରିଲେଟେଡ୍ ଇସ୍ୟୁ ହବ କି, ସେକେଣ୍ଡ ପଚାରିଥିଲି ତମ ଭାଇ ମାନେ କେମିତି ଅଛନ୍ତି, କିନ୍ତୁ ଦିଟା ଯାକ ସେ ମନା କରିଥିଲା। କିନ୍ତୁ ବର୍ତ୍ତମାନ ବୁଝିଗଲି, ମଙ୍ଗଲ ଇଜ ବେଡ୍, ଇଟ୍ ଇଜ ସାଟ୍। ମଙ୍ଗଲ ଆଉ ରାହୁର କମ୍ବିନେସନ୍ସ। ମଙ୍ଗଲ ହଉଛି ଦାମାଦ, ଜ୍ୱାଇଁ ପୁଅ। ସୋ ଦି ଏଫେକ୍ଟ ଅଫ ଦ୍ୟାଟ କମ୍ବିନେସନ, ଯୋଉଟାକି ଅଙ୍ଗାରକ ଯୋଗ କୁହନ୍ତି, ସେଟା ଦେଖାଇଦେଲା ଭାଗ୍ୟ। ହୁଏ ଆଜ୍ଞା, ଗ୍ରହ ମାନଙ୍କର କବଳରୁ ଆପଣ ମାନେ ଫିଟି ପାରିବେନି। ହଁ, ପ୍ରେଡିକ୍ସନ୍ସ ଭୁଲ ହେଇଯାଇପାରେ। ଭୁଲ ହବାର କାରଣ ହଉଛି ମଙ୍ଗଳର କ୍ୟାରେକ୍ଟରିଷ୍ଟିକ୍ସ ବା ସିଗ୍ନିଫିକାନ୍ସ ବହୁତ ଅଛି, 50, 100, 200, 400, 500 ଅଛି। ସେ ଭିତରେ ଆପଣଙ୍କୁ କୋଉଟା ଫିଟ୍ କରିବ, ସାମ୍ନାରେ କୋଉଟା ଫିଟ୍ କରିବ, ସେଟା ଇମିଡିଏଟଲି ଯୋଉଟା କହିପାରିବନି। ମୁଁ ଦି ତିନିଟା ଚାରିଟା କହିଲି, ସେ ସବୁ ନାଁ କଲା, କିନ୍ତୁ ପାଠ କହୁଛି ମଙ୍ଗଳ ଇଜ ଅଲସୋ ୟୁଅର ସନ୍ ଇନ୍ ଲ। କିନ୍ତୁ କାହିଁକି ଭାବିବି ଗୋଟେ ୟଙ୍ଗ ପିଲାଟିଏ ମରିଯିବ ବୋଲି, ୟଙ୍ଗ ପିଲାଟିର ଅସୁବିଧା ହବ ବୋଲି। ତେଣୁ ସେ କଥା ଜାଣିଲେ ବି, ମୁଣ୍ଡକୁ ଆସିଲେ ବି କେହି ଗେସ୍ କରନ୍ତିନି, କେହି କହି କୁହନ୍ତିନି କି କହିପାରନ୍ତି ନାହିଁ। ତେଣୁ ଆମକୁ ସବୁବେଳେ କୁହାଯାଏ, ଉପରେ ପଡ଼ିକି କାହାକୁ କିଛି ପ୍ରେଡିକ୍ସନ୍ସ ଦବ ନାହିଁ। ଦ୍ୟାଟ୍ ମେ ଗୋ ରଙ୍ଗ। ହଁ, କୁଲିକି କି ଟେଷ୍ଟ କରିବା ପାଇଁ, କାରଣ ଜଣେ ଧରନ୍ତୁ ଆପଣ କନସଲଟେସନ ପାଇଁ ଆସିଲେ, ମୁଁ କିଛି କ୍ୱେଶ୍ଚିନ୍ସ ପଚାରିବି ଆପଣଙ୍କୁ, ହାଉ ଦ୍ୟାଟ୍ ପ୍ଲାନେଟ୍ ୱାର୍କସ୍, ପଜିଟିଭଲି ଆର୍ ନେଗେଟିଭଲି। ଆପଣ ହଁ କି ନାହିଁ କହିବେ, ସେଟା ପ୍ରେଡିକ୍ସନ ଭାବିବେନି। ଆଇ ଏମ୍ ଟେଷ୍ଟିଂ ଦି ଫଙ୍କସନିଂ ଅଫ୍ ଡିଫରେଣ୍ଟ ପ୍ଲାନେଟ୍ସ ଏଜ୍ ପର୍ ୟୁର ଚାର୍ଟ, ଏଜ୍ ପର୍ ୟୁର ହରୋସ୍କୋପ। ସେଟା ଟେଷ୍ଟ କରିକି ଆମେ ଜାଣିପାରିବୁ ଆପଣ ମଙ୍ଗଳ ପଜିଟିଭ ଅଛି ନା ନେଗେଟିଭ ଅଛି, ସନ୍ ପଜିଟିଭ ଅଛି ନା ନେଗେଟିଭ ଅଛି, ଜୁପିଟର ପଜିଟିଭ ଅଛି ନା ନେଗେଟିଭ ଅଛି। ଏଗୁଡ଼ା ଟେଷ୍ଟ କଲା ପରେ ସେ ଅନୁସାରେ ଆମେ ପ୍ରେଡିକ୍ସନ୍ସ ବା ସେଇ ଲାଇନ୍ ଲେନ୍ଥରେ ଆପଣଙ୍କୁ ସଜେସନ ବା କନସଲଟେସନ ଦେଇଦେବୁ। ଦ୍ୟାଟ୍ ଇଜ ଦ ରୁଲ୍। ସୋ ପ୍ରଥମେ ବି କ୍ୱେଶ୍ଚିନ୍ ସ୍ପେସିଫିକ୍। ଆପଣ ଯାହା ପଚାରିବା ପାଇଁ ଚାହୁଁଛନ୍ତି ଆସିକି ପଚାରନ୍ତୁ, ଏପଟ ସେପଟ କଥା ପଚାରନ୍ତୁ ନାହିଁ। ପଚାରିଲେ ପଇସା ଦଉଛନ୍ତି ଆପଣ, ଆମକୁ ତ ଆନ୍ସର ଦେବାକୁ ପଡିବ, ତେଣୁ ଆମେ କିଛି କିଛି କଥା ବି କହିଦେଇପାରୁ। ଧରନ୍ତୁ ଗୋଟେ କମ୍ବିନେସନ ଅଛି, ଆପଣଙ୍କ ଜାତକରେ କ୍ୟାନ୍ସର ହବାର ଅଛି, ବା ହାର୍ଟ ଆଟାକ୍ ହବାର ଅଛି, ବା ସମ୍ ପ୍ରୋବ୍ଲେମ ହବାର ଅଛି। ଜୀବନ ସାରା ଆପଣଙ୍କୁ କିଛି ହେଲାନି, 80 ବର୍ଷ ପର୍ଯ୍ୟନ୍ତ ବଞ୍ଚିଲେ, କିଛି ବି ହେଲାନି। କୋଉ ଆଷ୍ଟ୍ରୋଲୋଜିରେ କହିଥିଲା କି ନ୍ୟୁମରୋଲୋଜିଷ୍ଟ କହିଥିଲା ଯେ ତମର କ୍ୟାନ୍ସର ହବାର ଅଛି କି ହାର୍ଟ ଆଟାକ୍ ହବାର ଅଛି କି ସମଥିଙ୍ଗ ସମଥିଙ୍ଗ ଲାଇକ୍ ଦ୍ୟାଟ୍। କିନ୍ତୁ ଜୀବନଟା 80 ବର୍ଷ ବଞ୍ଚିଲେ କିଛି ହେଲାନି। କିନ୍ତୁ ବହୁତ ଘଟଣା ମୁଁ ଦେଖିଛି, ଜଷ୍ଟ ମରିବା ଆଗରୁ ଆପଣଙ୍କୁ କ୍ୟାନ୍ସର ହେଇଛି, ମାସେ 2 ମାସ ପରେ ଆପଣ ପଳେଇ ଯାଇଛନ୍ତି, ଆପଣ ହାର୍ଟ ଆଟାକରେ ମରିଯାଇଛନ୍ତି। ଜୀବନ ସାରା କୌଣସି ସିମ୍ପଟମ୍ସ ନଥିଲା, କିଛି ଆପଣ ଜାଣିନାହାନ୍ତି, କିଛି ମେଡିସିନ ଖାଇନାହାନ୍ତି, କିନ୍ତୁ ଲାଷ୍ଟ ଷ୍ଟେଜରେ ହାର୍ଟ ଆଟାକ୍ ହବ ଆଉ ଆପଣ ପଳେଇଯିବେ, କ୍ୟାନ୍ସର ହବ 15 ଦିନରେ ପଳେଇଯିବେ। ଆଜ୍ଞା, ଏ କମ୍ବିନେସନ୍ସ କାମ କରେ, କାମ କରେ, କାମ କରେ। ମୁଁ କହୁଥିଲି 4224 କଥା, ମୋବାଇଲ ନମ୍ବର। 4 ହଉଛି ରାହୁ, 2 ହଉଛି ମୁନ୍। ରାହୁ ଆଉ ଚନ୍ଦ୍ରମାର ଯେତେବେଳେ କମ୍ବିନେସନ୍ ହୁଏ, ସେତେବେଳେ ନଟ୍ ଏ ଗୁଡ୍ କମ୍ବିନେସନ୍। ହାର୍ଟ ଆଟାକ୍ ସିଓର ହୁଏ, ହାର୍ଟ ରିଲେଟେଡ୍ ଇସ୍ୟୁ ସିଓର ହୁଏ। ତେଣୁ ଆଗରୁ ଯଦି ଜାଣିଲେ, ଆପଣଙ୍କର ଲାଇଫଷ୍ଟାଇଲ ଚେଞ୍ଜ କରନ୍ତୁ। ଯୋଉ ପ୍ଲାନେଟ ଆପଣଙ୍କୁ ହଇରାଣ କରୁଛି ତା ପାଇଁ କିଛି ବ୍ୟବସ୍ଥା କରନ୍ତୁ। ବ୍ୟବସ୍ଥାରେ ଅର୍ଥ ମୁଁ କହୁନାହିଁ ଯେ ଚାଉଳ ଦିଅ, ଦେବ, ଏହା କର, ସେୟା କର, ପୂଜା କର, ପାଠ କର, ଦ୍ୟାଟ୍ ଇଜ ଏ ସେପାରେଟ ଇସ୍ୟୁ। ତାର ଏଫେକ୍ଟ ଅଛି, ବିଲକୁଲ ଅଛି, କିନ୍ତୁ ଆପଣ କଲେ କରିପାରିବେନି। କିନ୍ତୁ ନିଜର ଲାଇଫଷ୍ଟାଇଲ, ନିଜର ସାଇକୋଲୋଜିକୁ ଚେଞ୍ଜ କରନ୍ତୁ। ଆପଣ ଦେଖିବେ ସେ ଗ୍ରହର ପ୍ରଭାବ କିଛି କିଛି ମାତ୍ରାରେ କମିଯିବ, ଖରାପ ପ୍ରଭାବ କମିଯିବ, ଆଉ that will give a good combination, a good results. So ଯାହାକୁ ଆମେ ୟୁଟିଲାଇଜେସନ ଅଫ ପ୍ଲାନେଟ କହୁ। ଓକେ, ତେଣୁ ଆଜି ଶିଖିଲେ ମୋବାଇଲ ନମ୍ବରରେ 2442 ଅଛି, try to avoid it, throw it, take another number, okay, or if you are bound to use that number, ତା ଏନର୍ଜି କେମିତି ବାଲାନ୍ସ କରିବେ ଆପଣ ଶିଖିବା ଦରକାର, ଜାଣିବା ଦରକାର। ଆଉ ଗୋଟେ କଥା କହିବି, ଯେତେବେଳେ ଆପଣମାନେ ନିଜ ଛୁଆକୁ, ପୁଅ ଝିଅକୁ କିଛି ମୋବାଇଲ ନମ୍ବର ଦଉଛନ୍ତି, ଏଇ 10 ବର୍ଷ 15 ବର୍ଷ ଟିନ୍ ଏଜରେ ପାର୍ଟିକୁଲାରଲି, ଟିକେ ଦେଖିକି ଦେବେ ଆଜ୍ଞା, ବିଲକୁଲ ଦେଖିକି ଦେବେ, ଚେକ୍ କରିକି ଦେବେ। କାହିଁକିନା ଏମିତି କିଛି ମୋବାଇଲ ନମ୍ବର ଅଛି ଯୋଉଗୁଡାକ ଆପଣ ସେ ବୟଫ୍ରେଣ୍ଡ ଗାର୍ଲଫ୍ରେଣ୍ଡ ମାନେ ଇନଭଲଭମେଣ୍ଟ ଇନ୍ ଅପୋଜିଟ ଜେଣ୍ଡର ଷ୍ଟାର୍ଟ କରିଦିଏ, ବିକଜ ଦ୍ୟାଟ୍ ଇଜ ଟିନ୍ ଏଜ। ଆଉ କେତେ ଇଣ୍ଟେନ୍ସ ହବ, କେତେ ଭଲ ହବ, କେତେ ଖରାପ ହବ, ସେ ପୁଅ ଆଉ କିମ୍ବା ଝିଅ ୟୁଜ କରୁଥିବା ମୋବାଇଲ ନମ୍ବରରୁ ଜାଣିପାରିବ। ଦି ତିନିଟା କମ୍ବିନେସନ୍ସ ଅଛି ମୋବାଇଲ ନମ୍ବର। ହଁ ହଁ, ମୁଁ କହିବିନି, କହିଲେ ଆଜ୍ଞା ଆପଣ ଯାଇକି ଆପଣ ସ୍ୱାମୀର ଚେକ୍ କରିବେ, ଆପଣ ସ୍ତ୍ରୀର ଚେକ୍ କରିବେ, ଆପଣ ଝିଅର ଚେକ୍ କରିବେ, ସେଠି ଗଣ୍ଡଗୋଳ ଆରମ୍ଭ ହବ, ଠିକ ମନ ଅଶାନ୍ତି ହେଠି। ତେଣୁ ସେଗୁଡା ସବୁ ରିଭ୍ୟୁ କରାଯାଏ। ମୁଁ କହିଥିଲି ନା, ଏଇ ସବୁ ଜିନିଷ ପାଇଁ
ଏଇ ଯୋଉ ଅକଲ୍ଟ ସାଇନ୍ସ, ଆଷ୍ଟ୍ରୋଲୋଜି ହଉ ନ୍ୟୁମରୋଲୋଜି ହଉ କୁ ଗୁରୁତ୍ୱ ରଖାଯାଇଛି, ସମସ୍ତେ ଜାଣିବା ଉଚିତ ନୁହେଁ। ଯିଏ ଟିକେ ସମଝଦାର ଲୋକ, ମାନେ ନନ୍ ଜଜମେଣ୍ଟାଲ, ସେମାନେ ଜାଣିବା ଉଚିତ। ଆମର ଗୋଟେ ଫାର୍ଷ୍ଟ ପ୍ରିନ୍ସିପଲ ହଉଛି ଆଷ୍ଟ୍ରୋଲୋଜିରେ, ଗୋଟେ କ୍ଲାଇଣ୍ଟ ଆସିଲା, ତାର ସବୁ ଜିନିଷ ଆପଣ ଜାଣିପାରୁଛନ୍ତି, ସେ ଆଷ୍ଟ୍ରୋଲୋଜି ହଉ ନ୍ୟୁମରୋଲୋଜି ହଉ ଗ୍ରାଫୋଲୋଜି, ଆପଣ ନିଜେ କେବେ ଜଜମେଣ୍ଟାଲ ହେବେ ନାହିଁ। ସେ ଗୋଟେ ଭଲ ଲୋକ, ସେ ଗୋଟେ ଖରାପ ଲୋକ, ସେ ଏଇଆ ସେ ସେଇଆ, ବିଲକୁଲ ହେବେ ନାହିଁ। ଦିସ୍ ଇଜ ଆୱାର ଫାର୍ଷ୍ଟ ଏଥିକ୍ସ। ତେଣୁ ଆପଣ ଯେତେବେଳେ ସେଇ ଲେଭେଲକୁ ପଳେଇବେ, ଆପଣ ଶିଖିବା ଆରମ୍ଭ କରିବେ, ଆପଣ ଜାଣିପାରିବେ। ତେଣୁ ମୁଁ କହୁଥିଲି ଆପଣ ଛୁଆକୁ, ପୁଅ ଝିଅକୁ, ଟିନ୍ ଏଜ୍ କୁ ଯେତେବେଳେ ମୋବାଇଲ ନମ୍ବର ଦଉଛନ୍ତି, ଟିକେ ଚେକ୍ କରିକି ଦିଅନ୍ତୁ ଆଜ୍ଞା। ଟିକେ ଚେକ୍ କରନ୍ତୁ, ଦ୍ୟାଟ୍ ୱିଲ୍ ବି ଅଣ୍ଡର କଣ୍ଟ୍ରୋଲ, ଏଭ୍ରିଥିଙ୍ଗ ୱିଲ୍ ବି ଅଣ୍ଡର କଣ୍ଟ୍ରୋଲ। ୟେସ୍, ମୋବାଇଲ ନ୍ୟୁମରୋଲୋଜି, ଏନର୍ଜି ଅଛି, ୟୁଜ୍ କରନ୍ତୁ। ଫେର କହୁଛି, ଗୋଟେ ନମ୍ବର ଅଛି ମାନେ ତା ରେଜଲ୍ଟ ୟେସ୍, ନମ୍ବର ନାହିଁ ମାନେ ରେଜଲ୍ଟ ମେ ବି ୟେସ୍ ଅର୍ ମେ ବି ନୋ, ଦ୍ୟାଟ୍ ୱିଲ୍ ନଟ୍ ନୋ। ଆମକୁ ସେ ଭିତରେ ହାତ ମାରିବା ପାଇଁ ବା ପ୍ରେଡିକ୍ସନ୍ସ କରିବା ପାଇଁ କୁହା ହେଇନାହିଁ। ଏକ୍ସାମ୍ପଲ କହିଲି, 4224 ଯଦି ଅଛି, ହାର୍ଟ ରିଲେଟେଡ ବା ଚେଷ୍ଟ ରିଲେଟେଡ ଇସ୍ୟୁ ହବାଟା ହବ। ତାର ମାନେ ନୁହେଁ ଯେ ଯାହାର 42 କି 24 ନାହିଁ ତାକୁ ହବ ନାହିଁ, ଆଦୌ ହେଇପାରେ, ସେଟା ତା ଉପରେ ହଁ ଆମର କମେଣ୍ଟ ନାହିଁ। ସୋ ହ୍ୱାଟ ଏନର୍ଜି ୟୋର ମୋବାଇଲ ନମ୍ବର କ୍ୟାରିଜ୍ should be analyzed। ଭଲ ଯଦି ଅଛି ଭଲ କଥା, ଖରାପ ଯଦି ଅଛି ଖରାପ କଥା। ଆପଣ ବିଶ୍ୱାସ କରୁନାହାନ୍ତି ନା, ଗୋଟେ ଏକ୍ସାମ୍ପଲ ଦେଇଥିଲି କୌଣସି ଏକ ଭିଡ଼ିଓରେ। ଆପଣ ଯୋଉ ଯାହା ସହ ରହିଲେ, ଯାହା ସହ ମିଶିକି ରହିଲେ, ତାର ଭାଇବ୍ରେସନ୍ସ ଆପଣଙ୍କୁ କଣ୍ଟ୍ରୋଲ କରେ ବା ଆପଣଙ୍କ ଉପରେ ପଡେ। ଫର ଏକ୍ସାମ୍ପଲ, ଆପଣ ଘରେ ଗୋଟେ ସ୍ତ୍ରୀ ରଖିଲେ, ୱାଇଫ୍ ହେଲା, କି ଘରେ ଗୋଟେ ହଜବେଣ୍ଡ ଅଛି, ସେ କଣ ଆପଣଙ୍କୁ ଇନଫ୍ଲୁଏନ୍ସ କରୁନି? କରୁଛନ୍ତି। ତା ଏନର୍ଜି, ତା ଭାଇବ୍ରେସନ୍ସରେ ବି ଆପଣ ବାନ୍ଧି ହେଉଛନ୍ତି। ଘରେ ଗୋଟେ ପୁଅ ରହିଲା, ଘରେ ଗୋଟେ ଝିଅ ରହିଲା, କି ବାପା ରହିଲା, ସାଙ୍ଗସାଥିରେ ଗୋଟେ ହଷ୍ଟେଲରେ ରହିଲେ 2 ବର୍ଷ 4 ବର୍ଷ 5 ବର୍ଷ, କିଛି ଇନଫ୍ଲୁଏନ୍ସ ହବନି? ବିଲକୁଲ ହଉଛି ଆଜ୍ଞା, 100% ଇନଫ୍ଲୁଏନ୍ସ ହଉଛି। ତା ସହିତ ଯଦି ଏନର୍ଜି ମ୍ୟାଚିଂ କଲାନି ବା ଆପଣଙ୍କ ଡେଷ୍ଟିନିରେ ନାହିଁ ମାନେ ସେ ରୁମମେଟ୍ ଛାଡ଼ିକି ଆପଣ ପଳେଇବେ 15 ଦିନ ମାସେ ପରେ। ସେମିତି ମୋବାଇଲ ନମ୍ବର ଯଦି ଆପଣ ଯଦି ଭାବିବେ ଯେ ମାସେ 2 ମାସ ପରେ ସେ ମୋବାଇଲ ନମ୍ବର କୁଆଡେ ଗାୟବ ହେଇଗଲା, ହଜିଗଲା, କାହାକୁ ଦେଇଦେଲେ, ସେ ଏନର୍ଜି ସହିତ ଆପଣଙ୍କର କୌଣସି ରିଲେସନସିପ ନାହିଁ। କିନ୍ତୁ ଗୋଟେ ମୋବାଇଲ ନମ୍ବର ଯଦି ବର୍ଷ 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 ଧରି ୟୁଜ କରୁଛନ୍ତି, ତାର ଇଫେକ୍ଟ 100% ଆସିବ। ୟେସ୍, 100% ଆସିବ। ବିଶ୍ୱାସ କରୁନାହାନ୍ତି? ଓକେ, ଆପଣଙ୍କ ଇଚ୍ଛା, ବିଶ୍ୱାସ କରନ୍ତୁ ନ କରନ୍ତୁ, ମୋର କିଛି କହିବାର ନାହିଁ। ମୁଁ ଭାବିଲି ଆପଣଙ୍କୁ ଏ କଥା ଜଣାଇଦେବା ଉଚିତ, ସୋ ଆଇ ସ୍ପୋକ୍ ଟୁ ୟୁ। ଥ୍ୟାଙ୍କ ୟୁ। ପୁଣି ଦେଖା ହବ ଆଉଥରେ କେବେ। ନମସ୍କାର।